सर्वमंगल्य मंगल्य शिवे सर्वार्थ साधिके शरण्य त्र्यंबके गौरी कल्याणे नमोस्तुते। हे गोटाए स्वार्थपर मनीष समाज स्वार्थपर मनीष समाज मध्य आम्भे गोटाए गोटाए स्वार्थपर मनीष यही मनीष समाज रे निजर टिके स्वार्थ पाइबा एटी भाई भाई मध्य युद्ध हुए बंधु बंधु को हाणी दे शेषे मनीष निजर मानविकता हराई सब किसी भूली जाए वो मध्य से स्वार्थपर मनीष समाज मध्य गोटाए स्वार्थपर मनीष मध्य वो स्वार्थ वो निजे लठेबे मो लठे हम मो लठे हम सही उत्कल राजा सत्यव्रत बाघ धनुरे आहले भयंकर बाघ गर्जन कले शिकारटा कर बेमान सेनापति बाघर मुंडटा खराब हो गले महाप्रलय रूप धारण कर सर्पनाश कर दिए सर्पनाश महापराक्रम अटेकाल जम महापराक्रम अटेकाल जम आउ बोले अटे बोलियार बोले न पारिले बोले चढ़ाई राज्य करिबे अधिकार बंधु भाव और कूटनीति तमहर अते राजनीति रखे बंधु भाव और कूटनीति तमहर अते राजनीति देवी प्रतिशोध राजा सत्यव्रत देवी प्रतिशोध राजा सत्यव्रत रही राजे वंशधर कले न पारिले बोले चढ़ाई राज्य करिबे अधिकार हम मो विजय नहीं पराजय हे राज्य हेबी मो शासक निश्चय हम मो विजय नहीं पराजय हे राज्य हेबी मो शासक निश्चय गीते गड़ी आनी सहायले पुणी गीते गड़ी आनी सहायले पुणी गीते सले गई नहीं डर कले न पारिले बोले चढ़ाई राज्य करिबे अधिकार बाघ ठारे आहुरी भयंकर बाघ गर्जन कले शिकारटा कर सेनापति बाघर मुंडटा खराब हो गले महाप्रलय रूप धारण कर सर्पनाश कर दे सर्पनाश
হরে বারাবুলা ষণ্ড হরে বারাবুলা ষণ্ড তোতে কেতে ন খোঁজিছি ইয়া ঘর তা বাড়ি তা বিল শেষরে আসিকি এই বিলটাকে ବି নষ্ট କରିବାକୁ বসিলুଣି কিরে বারাবুলা ষণ্ড ଏ ବାବା ତମେ କାହାକୁ ବାରବୁଲା ଷଣ୍ଢ କହୁଛ ବୁଝିପାରୁଛ ତ ଓ ଏ ରାଜ୍ୟର ରାଜ ସେନାପତି ବାଘା ବାଘ ଠାରୁ ବି ଆହୁରି ଭୟଙ୍କର ବାଘ ଗର୍ଜନ କଲେ ତା ଶିକାରଟା କରିଥାଏ ଆଉ ଏ ବେଇମାନ ସେନାପତି ବାଘର ମୁଣ୍ଡଟା ଖରାପ ହେଇଗଲେ କଣ ହୁଏ ତୁମେ ତ ଜାଣିଥିବ ହୋ ମାମା ରାମ ରାମ ସତ୍ୟ ହେ ସବୁ ବହିଯିବରେ ବାପା ହଇରେ ଭଣଜା ମଜା କହିଦେଲି ବୋଲି କ'ଣ ତୁମ ଉପରେ ରାଗିଛୁ ତୁ ଆଉ ରାଗନି ରେ ଭଣଜା ତାହେଲେ ସରି ରେ ବାପା ସରି ଆଉ କହିବିନି ହେଲା ତମେ ଏଠିକୁ ଆସିବାର କାରଣ କଣ ମାମା ସବୁ ଚକ୍ରାନ୍ତ କରେଇ ଜାଣେ ବୋଲି ସିନା ନାମ ମୋର ଚକ୍ରଧର ଏମିତି ଘାଣ୍ଟା ଘାଣ୍ଟିବି ଶୁଣ ରେ ଭଣଜା ମୋର ଖବର ସବୁ ବହିଯିବ ରେ ବାବା ଠିଆରେ ଠିଆରେ ମାମା ହାଲୋ ତମେ ଯାହା କହୁଛ ମାମା ଶୀଘ୍ର ଖୋଲିକି କୁହ ମାମା ତାହେଲେ ଶୁଣ ରେ ଭଣଜା ମାମା ତୋ ମା ମାନେ ମୋ ଭଉଣୀକୁ କଥା ଦେଇଥିଲି ଯେ ଏ ଉତ୍କଳ ରାଜ୍ୟରେ ତୋତେ ରାଜା କରିବା ପାଇଁ ଆଉ କଥା ଦେଇଥିଲି ଭଣଜା ତୁ ରାଜା ହବୁ ହେଲେ ଭଣଜା ଖବରଟା ଏବେ ଗଡ଼ବଡ଼ ହେବାକୁ ବସିଲାଣି ରେ ଭଣଜା ଗଡ଼ବଡ଼ ହେବାକୁ ବସିଲାଣି ମାମା ତମେ କଣ କହୁଛ ମାମା ମୁଁ ଟିକେ ମଧ୍ୟ ବୁଝିପାରୁନି ମାମା ବୁଝିପାରିଲୁନି ରେ ଭଣଜା ନାଇଁ ମାମା ତାହେଲେ ଶୁଣ ରେ ଭଣଜା ରାଜା ସତ୍ୟବ୍ରତ ସତ୍ୟବ୍ରତ ତା ପୁଅ ଚନ୍ଦନକୁ ପୁଅ ଚନ୍ଦନକୁ ଏ ଉତ୍କଳ ରାଜ୍ୟରେ ରାଜା କରିବା ପାଇଁ ସ୍ଥିର କରିଅଛି ଆଉ ଯୋଉ ମୁଁ ସ୍ୱପ୍ନ ଦେଖିଥିଲି ରେ ଭଣଜା ତୁ ରାଜା ହେବା ପାଇଁ ସେ ସ୍ୱପ୍ନରେ ହିଁ ରହିଯିବ ମାମା ହ୍ୟାଲୋ ତମେ ସେଥିପାଇଁ ବ୍ୟସ୍ତ ହଉଛ ମାମା ରାଜା ସତ୍ୟବ୍ରତ ଶତ ଚେଷ୍ଟା କଲେ ମଧ୍ୟ ତା ପୁତ୍ର ଚନ୍ଦନକୁ ଏ ରାଜ୍ୟରେ ରାଜା କରିପାରିବ ନାହିଁ ମାମା କ'ଣ କହିବାକୁ ଯାଉଛୁ ରେ ଭଣଜା ମୁଁ ଟିକେ ମଧ୍ୟ ବୁଝିପାରିଲିନି ରେ ବୁଝିପାରିଲନି ମାମା ନା 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 ସେ ପର୍ଯ୍ୟନ୍ତ ମୋ ପିତୃ ହତ୍ୟାର ପ୍ରତିଶୋଧ ନେଇଛି ମାମା ମୋ ମନ ଶାନ୍ତ ହବ ନାହିଁ ମାମା ମୋ ମନ ଶାନ୍ତ ହବ ନାହିଁ କ'ଣ କହିବାକୁ ଯାଉଛୁ ରେ ଭଣଜା ମୁଁ ଟିକେ ମଧ୍ୟ ବୁଝିପାରିଲିନି ରେ ବାବା କିଛି ବୁଝିପାରିଲନି ଆରେ ବାବା ତାହେଲେ ଶୁଣ ହୋ ମାମା କହୁଛି ବୁଝାଇ ତୁମକୁ ଠିକ ଅଛି ରେ ଭଣଜା ଶୁଣି ଯାଅ ମାତୁଲ ହେ ଦେଇ ମନ କନ ଯାହା ମୁଁ କହୁଛି ସତ୍ୟ ଅଟେ ମୋ ବଚନ ସତ କହୁଛୁ ରେ ଭଣଜା ହୋ ମାମା ଶୁଣି ଯାଅ ମାତୁଲ ହେ ଦେଇ ମନ କନ ଯାହା ମୁଁ କହୁଛି ସତ୍ୟ ଅଟେ ମୋ ବଚନ ବୁଝାଇ କହିବ ମତେ କି ଚକ୍ରାନ୍ତ କଲେ ସତେ ବୁଝାଇ କହିବ ମତେ କି ଚକ୍ରାନ୍ତ କଲେ ସତେ ଏ ରାଜ୍ୟରେ ରାଜା ହୋଇ କରିବି ଶାସନ ପ୍ରତିଶୋଧ ନେବା ପାଇଁ ପଳେଇଛି ମୋ ମନ ଓ ଶୁଣ ଓ ଶୁଣ ଓ ଶୁଣ 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 ଦେଇ ମନ ଅନ୍ୟଥା ନୁହଁଇ ମୋର ସତ୍ୟ ବଚନ ସତ କହୁଛୁ ରେ ଭଣଜା ତାହେଲେ ବହିଯିବ ରେ ବାବା
ପ୍ରତିଶୋଧ ନେବି ଏବେ ଜାଣ ଛଡ଼ାଇ ଆଣିବେ ରାଜ ରାଜ ସିଂହାସନ পিতৃ হত্যা প্রতিশোধ নেবি এবে জান ছড়াই আনিবে রাজ রাজ সিংহাসন বুঝাই কহিব মতে কি চক্রান্ত কলে সতে বুঝাই কহিব মতে কি চক্রান্ত কলে সতে উৎকল রাজ্যরে রতে হেবি মো রাজন প্রতিশোধ নেবা পাই পড়েছি মন ও শুণ ও শুণ ও শুণ 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 দেই মন গড়িয়ানি পাদ তলে ইতে সজ্ঞান ସବୁ ବହିଯିବ ରେ ବାପା ଖିଆରେ ହରେ ଭଣଜା মামা ତୁମେ ତ ରାଜ କର୍ମଚାରୀ ନିଶ୍ଚୟ ଆଗେ ମାମା। କର ରାଜ କାର୍ଯ୍ୟ ପରେ କର ପିତୃ କାର୍ଯ୍ୟ ସେଥିରେ ପୁଣି ରାଜାଙ୍କର କି ଦୋଷ ଅଛି କହିଲୁ ଅଛି মামা ଅଛି ଅଛି মামা ମୋ ଭିତରେ ମୃତ୍ୟୁ ପାଇଁ ସମ୍ପୂର୍ଣ୍ଣ ଭାବରେ ରାଜା ସତ୍ୟବ୍ରତ ହେଇଥାଏ ମାମା ରାଜା ସତ୍ୟବ୍ରତ ହେଇଥାଏ କେମିତି କିରେ ଭଣଜା ତମେ ତମେ ବୁଝିବାକୁ ଚାହୁଁଛ ମାମା ହାଲୋ ସେଇ ଅତୀତର ଘଟଣାକୁ ତାହେଲେ ଶୁଣ ମାମା ହଁ କହିଲୁ ଭଣଜା ମୁଁ ତୁମକୁ ବୁଝାଇ କହୁଛି ପଡ଼ୋଶୀ ରାଜ୍ୟ ଆମ ଏ ଉତ୍କଳକୁ ଆକ୍ରମଣ କରିଥିଲେ ମାମା ଆକ୍ରମଣ କରିଥିଲେ ହଁ ମାମା ଦୁଇ ରାଜ୍ୟ ମଧ୍ୟରେ ମାମା ଗୋଟା ଗୋପ ଯୁଦ୍ଧ ଚାଲିଥାଏ ମାମା ଏଟା କଣ ନୂଆ ଖବର ହଁ ମାମା ଗୋଟା ଗୋପ ଯୁଦ୍ଧ ଚାଲିଥାଏ ହଠାତ୍ ଘରୁ ଖବର ଆସିଲା ମାମା କଣ ଆସିଲା କି ଭଣଜା ମୋ ପିତାଙ୍କ ଦେହ ଖରାପ ମୁଁ ରାଜାଙ୍କୁ କହିଲି ମାମା ମହାରାଜ ମୋତେ ଛୁଟି ମଞ୍ଜୁର ଦିଅ ମୋ ପିତାଙ୍କ ଦେହ ଖରାପ ମୁଁ ଘରକୁ ଯିବି ହେଲେ ସେ ରାଜା ସତ୍ୟବ୍ରତ କ'ଣ କହିଲା ଜାଣିଛ ମାମା କଣ କହିଲା କିରେ ଭଣଜା ସେ ମୋତେ ଛୁଟି ମଞ୍ଜୁର ଦେଲା ନାହିଁ ସେହି ରାତ୍ରିରେ ମୋ ପିତା ଆର ପାରିକୁ ଚାଲିଗଲେ ମାମା ଆର ପାରିକୁ ଚାଲିଗଲେ ମୋ ପିତାର ବିୟୋଗରେ ମୋ ମାତା ମଧ୍ୟ ଆର ପାରିକୁ ଚାଲିଗଲେ ମାମା ଆର ପାରିକୁ ଚାଲିଗଲେ ଆଜି ମୁଁ ଅନାଥ ହୋଇଯାଇଛି ମାମା ଅନାଥ ହୋଇଯାଇଛି କାହା ପାଇଁ କିରେ ଭଣଜା ସେ ରାଜା ସତ୍ୟବ୍ରତ ପାଇଁ ସେ ରାଜା ସତ୍ୟବ୍ରତ ପାଇଁ ମାମା ଏତେ ଘଣ୍ଟା ଘଣ୍ଟି ମଧ୍ୟରେ ଇଏ ଅଛି ମୁଁ କଣ ଜାଣିଥିଲି ରେ ଭଣଜା ହଁ ତୁ ଏ ଉତ୍କଳ ରାଜ୍ୟରେ ନିଶ୍ଚୟ ରାଜା ହେବୁ ରେ ଭଣଜା ହଁ ତାହେଲେ ଶୁଣ ରେ ଭଣଜା ହଁ ଶୁଣୁ ରେ ଭଣଜା ମୋର ମନ ଦେଇକନା ଚକ୍ରାନ୍ତ ବୁଦ୍ଧିରେ ସାର ମାମୁ ତୋର ଜାଣ ହୋ ଉତ୍କଳ ରାଜ୍ୟରେ ରାଜା କରିବି ମୁଁ ତତେ ବୁଝାଇ କହୁଛି ଶୁଣି ଯାଅ ଏକ ଚିତେ ଭଣଜା କହୁଛି ମୁଁ ତତେ ବୁଝିଲୁ ରେ ଭଣଜା ଆହୁରି ଆଗକୁ ଅଛି ରେ ଭଣଜା ଶୁଣ ଶୁଣ ଶୁଣେ ସତ୍ୟବ୍ରତଙ୍କ କୁମର ନାମ ତା ଚନ୍ଦନ ହତ୍ୟା କରି ଯେ କୁମର ହବୁ ତୁ ରାଜନ ହୋ ପୁତ୍ର ମୃତ୍ୟୁ ଶୁଣି ରାଜା ହବ ରେ ପାଗଲ ଗୀତେ ଗଲିଆଣି ସାହା ହେବେ ଯେ ତୋହର ଲେଖେ ହିତେଶ ଗୀତର ଶୁଣିଲୁ ରେ ଭଣଜା ମା ତତେ ଉତ୍କଳ ରାଜ୍ୟରେ ରାଜା ହେବା ପାଇଁ ମା ହେଲେ ଚନ୍ଦନଟାକୁ ହତ୍ୟା କରିବାକୁ ପଡ଼ିବ ନହେଲେ ତୁ ରାଜା ତ ରାଜା ନିଶ୍ଚୟ ମାମା ହେଲେ ମାମା
এই উৎকল রাজ্যের মধ্যে সমস্তে ভালো ভাবে জানতি মামা মু থরে যদি বদনাম হয়ে গলে মামা এ রাজ্যের প্রজাবাসী মতে রাজা ভাবে স্বীকার করিবে না মামা স্বীকার করিবে না এণুকরি মু কହୁছি মামা আউ কিছু অন্য উপায় কুহ মামা অন্য উপায় কুহ হে প্রভু মতে পাস করাই দিও ঠিয়ারে ঠিয়ারে তাহলে ঠিক আছে রে ভଣଜା ଅନ୍ୟ ଉପାୟଟା ଖୋଜୁଛି ହେଲା ଅଛି ରେ ଭଣଜା ଅଛି মামা କରି କରାଉ ତାଉ ମୁଇଁ ମୋ ବିନୁ ଅନ୍ୟ କେହି ନାହିଁ ରେ ଭଣଜା হ্যাঁ ତାହେଲେ ଶୁଣ ରେ ଭଣଜା হ্যাঁ ଆମର ଏ ଉତ୍ତର ଦିଗରେ হ্যাঁ ଜଣେ କାଲି ସାଧକ ରହୁଛନ୍ତି ବିଶୁଦ୍ଧ ସୂତ୍ର ମାଧ୍ୟମରୁ ଜାଣିବାକୁ ପାଇଲି ଯେ পাইল যে ସେ ଗୋଟିଏ ନର ବୋଲି ଖୋଜୁଛନ୍ତି ରେ ଭଣଜା হ্যাঁ ଆମେ ତାଙ୍କ ସହିତ ଯାଇକି ସାକ୍ଷାତ କରିକି କରିକି ଚନ୍ଦନଟାକୁ ହତ୍ୟା କରିଦବା হ্যাঁ ତାହେଲେ ତୁ ବି ଖୁସ ମୁଁ ବି ଖୁସ ଦେବୀ ମା ମଧ୍ୟ ପୁରାପୁରି ଖୁସ ରେ ଭଣଜା মামা তম বুদ্ধিকু সহস্র ধন্যবাদ মামা সাপ মরিব কিন্তু বাড়ি ভাঙিব না হেলো মামা হ্যালো তাহলে চালি যা মামা সেই বাবা কালী চরণ পাখকু আরে ভণজা তাহলে যা হো মামা তাহলে